ଜୁନ୍ 12, 1914। ହେ ମୋର ପ୍ରିୟତମ ପ୍ରଭୁ, ହେ ଶାଶ୍ୱତ ଜ୍ୟୋତି, ନୀରବତା ଓ ପ୍ରଶାନ୍ତି ମଧ୍ୟରେ ତୋ ସାଙ୍ଗେ ଏକ ହୋଇଯିବା ଛଡ଼ା ମୋର ଅନ୍ୟ ଗତି ନାହିଁ। ତୋତେ କହୁଛି, ତୋର ଇଚ୍ଛା ପୂର୍ଣ୍ଣ ହେଉ ସମଗ୍ର ଭାବରେ ଓ ପ୍ରତ୍ୟେକଟି ଟିକିନିଖି ବିଷୟରେ। ତୋର ରାଜ୍ୟ ତୁ ଅଧିକାର କରିନେ। ଯାହା କିଛି ତୋ ବିରୁଦ୍ଧରେ ବିଦ୍ରୋହ କରନ୍ତି ସେମାନଙ୍କୁ ବଶୀଭୂତ କର। ଯେଉଁମାନେ ତୋତେ ଜାଣନ୍ତି ନାହିଁ, ଯେଉଁ ଚିତ୍ତ ସବୁ ତୋ ନିକଟରେ ଅବନତ ହେବାକୁ ଚାହାନ୍ତି ନାହିଁ, ଆତ୍ମନିବେଦନ କରିବାକୁ ଚାହାନ୍ତି ନାହିଁ, ସେମାନଙ୍କର ବ୍ୟାଧି ଦୂର କର। ସୁପ୍ତ ଶକ୍ତିକୁ ଜାଗ୍ରତ କର, ସାହସକୁ ଉତ୍ସାହିତ କର। ହେ ଭଗବାନ, ଆମକୁ ଆଲୋକ ଦିଅ, ଦେଖାଇ ଦିଅ ଯଥାର୍ଥ ପଥଟିକୁ। ପରମା ଶାନ୍ତିରେ ମୋର ହୃଦୟ ପରିପ୍ଲାବିତ, ମନ ପ୍ରଶାନ୍ତ ଓ ନୀରବ। ଯାହା କିଛି ଅଛି, ଯାହା କିଛି ହେବ, ଯାହା କିଛି ହୋଇନାହିଁ, ସେ ସକଳର ଗଭୀର ଅନ୍ତରାଳରେ ବିଦ୍ୟମାନ ତୋର ଅଚଞ୍ଚଳ ଦିବ୍ୟ ଚିରହାସ୍ୟ। ମା